ଦେଖନ୍ତୁ ଇଏ ଗୋଟେ କଙ୍କଡ଼ା ମୁଁ ପାଇଲି। ମୁଁ ଆମ ନାଳ ଆଡ଼େ ଆସିଥିଲି ସକାଳୁ ସକାଳୁ। ଦେଖନ୍ତୁ କଙ୍କଡ଼ାଟି କେମିତି, କେଡ଼େ ବଡ଼ କଙ୍କଡ଼ା, ତା ଗୋଡ଼ କେମିତି ହେଇଛି ଦେଖନ୍ତୁ। ଦାନ୍ତ ତାର ଦୁଇଟା ଅଛି। ତାର ଆକ୍ଚୁଆଲି ଖାଇବା ଦାନ୍ତ ଅଲଗା ଆଉ କାମୁଡ଼ିବା ଦାନ୍ତ ଅଲଗା। ଇଏ ଆକ୍ଚୁଆଲି ଦାନ୍ତ, କିନ୍ତୁ ୟାର ହାତ ଭଳିଆ କାମ କରୁଛି। ମଣିଷ ଦାନ୍ତ ଆଉ ଏ କଙ୍କଡ଼ା ଦାନ୍ତ ଭିତରେ ବହୁତ ଫରକ ଦେଖିପାରୁଥିବେ। କଙ୍କଡ଼ାର ସେ ଯେଉଁ ଖାଇବା ଭିତରେ ଦାନ୍ତ ଅଲଗା ଅଛି, ଆଉ ଇଏ ହେଉଛି ଆମର ଯେଉଁଟାକୁ ଧରିକି ଛିଡ଼େଇ ଦେବ। ଇଏ ବି ଦାନ୍ତ ଭଳିଆ କାମ କରିବ, କିନ୍ତୁ ଇଏ ହାତ ତାର ଦେଖିପାରୁଥିବେ। ସମସ୍ତଙ୍କ ପାଟିରେ ଦାନ୍ତ ଥାଏ, କିନ୍ତୁ କଙ୍କଡ଼ାର ଟିକେ ଅଲଗା। ଦାନ୍ତ କହିଲେ ହାତୀର ବି ତ ଦାନ୍ତ ବାହାରେ ଅଛି, କିନ୍ତୁ ଖାଇବା ଦାନ୍ତ ଅଲଗା। ଇଏ ହେଉଛି ଆମର ଏଇ ଯେଉଁ ଦାନ୍ତ ଅଛି, ଇଏ ହେଉଛି କାମୁଡ଼ିବା ପାଇଁ। କାମୁଡ଼ିବ ଏବଂ କାମୁଡ଼ିକି ଛିଡ଼େଇ ଦେବ। ଏଇଭଳିଆ ଦାନ୍ତ ରଖିଛି ଦେଖିପାରୁଥିବେ। ଭଲ କଙ୍କଡ଼ାଟି, କିଛି ଖେଚଡ଼ ନାହିଁ। ଯେହେତୁ ମୁଁ ତାଙ୍କୁ ଧରିଲା ପରେ ବି ଇଏ ଏତେ ଖେଚଡ଼ ହେଉନି, କାମୁଡ଼ା କାମୁଡ଼ି କରିବା ଭଳିଆ ହେଉନି। ଇଏ ହିଂସ୍ର କଙ୍କଡ଼ା ନୁହେଁ। ଇଏ ହେଉଛି ଆମର ସରଳିଆ କଙ୍କଡ଼ା, କିନ୍ତୁ ତାକୁ ରଗେଇଲେ ତାପରେ ଆଟାକ୍ ଆସିଲେ ସେ କାମୁଡ଼ି ଦେବ। ତାକୁ ମାରିବ, ପାଣିରେ ଛାଡ଼ିଦେବେ। ସେ କାହିଁକିନା କାମୁଡ଼ିବାକୁ ଯାଉଛି। ଜୟ ଜଗନ୍ନାଥ। ତାକୁ ମାରିବ, ଛାଡ଼ିଦେଲେ ଦେଖିପାରୁଥିବେ। ସେ ପାଣି ଭିତରେ ବି ଠିଆ ହେଇଛି, କାହିଁକିନା ମୁଁ ତା ସାଙ୍ଗରେ ଟିକେ ଖେଚଡ଼ ହେଉଥିଲି। ତଥାପି ସେ ଯାଉନି, ପଳେଇଲା। ଏବେ ସେ ନ ପଳେଇବାକୁ ଚାହିଁଲେ ବି ତାକୁ ପାଣି ବସେଇ ନେଉଛି। ପାଣି ସ୍ରୋତ ଟିକେ ବି ପ୍ରଖରରେ ଯାଉଛି। ଦେଖିପାରୁଥିବେ କଙ୍କଡ଼ାଟି ଏଇଠି ଆମର ଅଛି। ଦେଖିପାରୁଥିବେ ଏଇଠି ଆମ କଙ୍କଡ଼ା କେମିତି ବାହାରେ। ଆଉ ତାକୁ ଛାଡ଼ିଦେବା, ସେ ତାର ଚରୁ। ସବୁ ଦେଖିପାରୁଥିବେ କଙ୍କଡ଼ାଟି ପାଣି ଭିତରେ କେମିତି ଅଛି। ମୁଁ ତାର କିଛି ଅନିଷ୍ଟ କରିନି, ତାକୁ ଛାଡ଼ିଦେଲି। ଦେଖିପାରୁଥିବେ ପାଣି ଭିତରେ ତାକୁ ମୁଁ ଆରାମସେ ଛାଡ଼ିଦେଲି। ଦେଖିପାରୁଥିବେ କଙ୍କଡ଼ାଟି।